ଜହ୍ନ ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ଆକାଶରେ ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କୁ ଖୁସି କହିଲେ ନ ସରେ। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ ପୋଖରୀ ଭିତରେ ଜହ୍ନ, ଚାଲ ତାକୁ ଧରିବା। ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟାଏ କୁଦା। ହେଲେ ଜହ୍ନ କାହିଁ? ପାଣି ଭିତରୁ ଜହ୍ନ ଏକବାର ଛୁ। ପାଣି ଭିତରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡ଼େ ଗଲା ଜହ୍ନ? ଅନ୍ୟମାନେ ଗଛ ଉପରୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଉଦା ଜୁଡ଼ୁବୁଡ଼ୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। କିଛି ସମୟ ଗଲା, ମାଙ୍କଡ଼ମାନେ ପୁଣି ଦେଖିଲେ ପୋଖରୀ ଭିତରେ ଜହ୍ନ। ଜହ୍ନକୁ ବାରମ୍ବାର ଅତି ପାଖରେ ଦେଖି ପୁଣି ଇଚ୍ଛା ହେଲା ତାକୁ ଧରିବା ପାଇଁ। ଏଥର ସେମାନେ ଗୋଟେ ନୂଆ ଯୋଜନା କଲେ। ଯୋଜନା କଲାବେଳେ ଚୁପଚାପ କଥା ହେଲେ, ନହେଲେ ହୁଏତ ଜହ୍ନ ଶୁଣିନେବ। ସେମାନେ ସ୍ଥିର କଲେ, ଜଣେ ଅନ୍ୟ ଜଣଙ୍କର ହାତ ଧରାଧରି ହୋଇ ଗଛରୁ ତଳକୁ ଲଟକିବେ ଓ ଚୁପଚାପ ଜହ୍ନକୁ ଧରି ପକାଇବେ। ଏହିପରି ଯୋଜନା କରି ସେମାନେ ଆରମ୍ଭ କରିଦେଲେ ଜହ୍ନ ଧରିବା କାମ। ଏତେବେଳ ଯାଏ ବୁଢ଼ା ମାଙ୍କଡ଼ଟେ ଗଛରେ ଥାଇ ଏମାନଙ୍କର କାମ ଦେଖୁଥାଏ। ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ ପ୍ରଥମ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମଡ଼ମଡ଼ କରି ଭାଙ୍ଗିଗଲା। ତାପରେ କ'ଣ ହେଲା?